ଅବୁଲ କରା କାହାଣୀ। ସିଂହ ଶୋଷକ ଉପାଖ୍ୟାନ। ଗୁରୁ ସାନ୍ତେ କ୍ଷମା କରିବେ, ଗତ ରାତିରେ ଆପଣ ଆପଣଙ୍କ ଗୁରୁ ଭାଇଙ୍କ ସହ ଗପସପ ହେବା ବେଳେ ମୁଁ କିନ୍ତୁ ଚେଇଁଥିଲି। ରମ୍ଭାରଣ୍ୟସ୍ଥିତ ସାଧୁ ଅନିନ୍ଦ୍ୟାନନ୍ଦ ନାମକ ଗୁରୁ ଭାଇଙ୍କ ଆଶ୍ରମରେ 2 ଦିନ ବିତାଇ ପୁଣି ବାଟ ଚଲାରେ ଅବତୀର୍ଣ୍ଣ ହେବାର 2 ଘଣ୍ଟା ଉତ୍ତାରୁ ସାମନ୍ତଙ୍କୁ ବଡ଼ ରହସ୍ୟପୂର୍ଣ୍ଣ କଣ୍ଠରେ କହିଲା, ଅବୁଲ କରା, କିଛି ଅନ୍ୟାୟ କରିନାହୁଁ, କ୍ଷମା ପ୍ରାର୍ଥନା ପ୍ରାସଙ୍ଗିକ। ସାମନ୍ତ କହିଲେ, କ୍ଷମା ଚାହୁଁଛି ଆପଣମାନଙ୍କ କଥାବାର୍ତ୍ତାର କିୟଦଂଶ ଶୁଣି ପକାଇବା ଯୋଗୁଁ ନୁହେଁ। ସାନ୍ତେ ଆପଣଙ୍କୁ ଆହୁରି ଅଧିକ କଥା କୁହାଇବା ନିମନ୍ତେ ବାଧ୍ୟ ହେଉଛି ବୋଲି। ବାଧ୍ୟ କିଏ କରୁଛି ବାବା? ଆଜ୍ଞା, କିଏ କରୁଛି? ମୋର ଧର୍ମ ବୋଧହୁଏ। ଅବୁଲ, ତୋ ଧର୍ମ ଆବିଷ୍କାର କଲା ଭଳି ତୁ ଜଣେ ଜ୍ଞାନୀ ପୁରୁଷ, ଏକଥା ମୁଁ ଜାଣିନଥିଲି। ଅବୁଲ କରା ଲାଜେଇ ହସିଲା। ସାଧୁ ଅନିନ୍ଦ୍ୟାନନ୍ଦଙ୍କ ଆଶ୍ରମରେ ଗୋଟିଏ ସିଂହ ଓ ଗୋଟିଏ ଶୋଷକର ଅସଲ ଛାଲ ଘୋଡ଼ା ହୋଇ ରହିଥିବା ଅତ୍ୟନ୍ତ ପୁରୁଣା ମୂର୍ତ୍ତି ଦୁଇଟିକୁ ନେଇ ଧର୍ମ ଅଧର୍ମ ସମ୍ପର୍କରେ ଆପଣ ଦୁହେଁ କିଛି ଆଲୋଚନା କରୁଥିଲେ। ଶବ୍ଦଟି ବ୍ୟବହାର କରିବାର ଲୋଭ ସମ୍ବରଣ କରିପାରିଲି ନାହିଁ। ଓଃ, ଯେଉଁ ବ୍ୟାପାର ଉପରେ ଆମେ ଟୀକା ଟିପ୍ପଣୀ ଆଦାନ ପ୍ରଦାନ କରୁଥିଲୁ, ସେଇ ଗୋଟିକ ଶୁଣିବାକୁ ତୋର ଆଗ୍ରହ ଶୁଣ ତେବେ। ସାଆନ୍ତ ଗପିଲେ, ପଞ୍ଚତନ୍ତ୍ରରେ ରହିଛି ଏକ ନିର୍ବୋଧ ସିଂହ ଓ ବିଚକ୍ଷଣ ଶୋଷକର କାହାଣୀ। ଏକଦା ଭାସୁରକ ନାମକ ସିଂହଟି ଆମେ ପଛରେ ଛାଡ଼ି ଆସିଥିବା ବ୍ରହ୍ମାରଣ୍ୟର ରାଜା ଥିଲା। ତେବେ ବ୍ରହ୍ମାରଣ୍ୟକୁ ଲାଗି ରହିଥିଲା ଅଧୁନା ଲୁପ୍ତ ଏକ ଉପାରଣ୍ୟ। ବ୍ରହ୍ମାରଣ୍ୟ ସିଂହର ଅସଲ ରାଜ୍ୟ ହୋଇଥିବା ସ୍ଥଳେ ଉପାରଣ୍ୟଟିକୁ ସେ ନିଜର ଉପନିବେଶ ବୋଲି ଦେଖୁଥାଏ। ମଧ୍ୟେ ମଧ୍ୟେ ସେ ଯାଇ ଉପାରଣ୍ୟରେ ଦିନେ 2 ଦିନ ବିତାଉଥାଏ। ସେତେବେଳେ ଉପନିବେଶର ପ୍ରଜାବୃନ୍ଦଙ୍କ ଭିତରୁ ରାଜାଙ୍କ ପ୍ରାତଃହାର, ଦିବାହାର ଓ ନେଶାହାର ନିମନ୍ତେ ଏକ ଏକ ପ୍ରାଣୀ ନିଜ ନିଜକୁ ସମର୍ପଣ କରୁଥାନ୍ତି ପଶୁ ପଞ୍ଚାୟତର ସିଦ୍ଧାନ୍ତ ଅନୁସାରେ। ନିରାଘ ଋତୁରେ ଦିନକର ମଧ୍ୟାହ୍ନରେ ସିଂହରାଜ ଭାସୁରକ ଆସି ଉପନିବେଶ ମଝିରେ ଥିବା ପାହାଡ଼ ପରି ତା ଗୁମ୍ଫାରେ ଉପନୀତ ହୁଅନ୍ତେ ଉପାରଣ୍ୟର ନେତୃସ୍ଥାନୀୟ ପଶୁବର୍ଗ ଯାଇ ତାକୁ ଅଭିବାଦନ ଜଣାଇଲେ ଓ ଶୀଘ୍ର ଦିବାହାର ପଠାଇବେ ବୋଲି କହିଲେ। ଆଜି ପ୍ରତ୍ୟୁଷରୁ ମୋ କନ୍ୟା କୁମାରୀ ସିଂହବାଳାକୁ ଶିକାର ଶିକ୍ଷା ଦେଉଥିଲି। ସିଂହବାଳା ବାପ୍କା ବେଟି ଗୋଟାଏ ବଡ଼ ମୃଗ ମାରି ବିଜୟ ଆନନ୍ଦରେ ମୋତେ ହିଁ ସେ ଗୋଟିକ ପୁରା ଖାଇବାକୁ ବାଧ୍ୟ କଲା। ତେଣୁ ଆପାତତଃ କ୍ଷୁଧା ନାହିଁ। ଅପରାହ୍ନ ବେଳକୁ ଗୋଟାଏ ଛୋଟିଆ ମୋଟିଆ କିଛି ଶୋଷକଟାଏ ପଠାଇଲେ ଚଳିବ। ବ୍ୟସ୍ତ ହୁଅ ନାହିଁ, ମୁଁ କ୍ଳାନ୍ତ, ଟିକିଏ ବିଶ୍ରାମ କରିନିଏ। ରାଜାଙ୍କ ଉଦାରତାର ଭୂୟସୀ ପ୍ରଶଂସା କରି ପଶୁନେତାମାନେ ବିଦାୟ ନେଲେ ଏବଂ ଅକିଞ୍ଚନ ନାମକ ଶୋଷକକୁ ସିଂହରାଜର ଲଘୁ ଦିବାହାର ନିମନ୍ତେ ମନୋନୀତ କଲେ। ଅକିଞ୍ଚନ କିନ୍ତୁ ଅପରାହ୍ନରେ ନୁହେଁ, ଶେଷ ଅପରାହ୍ନରେ ଯାଇ ସିଂହ ଭାସୁରକ ଆଗରେ ନିଜକୁ ଉପସ୍ଥାପନ କଲା। ଦିବାନିଦ୍ରା ପରେ ପରେ ସିଂହରାଜ ଆହାରକୁ ଅପେକ୍ଷା କରୁଥିଲା ଓ ବିଳମ୍ବ ଦେଖି ପଶୁ ପଞ୍ଚାୟତର ମୁଖ୍ୟ ବରାହକୁ ଦେଖିଲେ ତା ଦାନ୍ତ ଭାଙ୍ଗିଦେବା କଥା ବି ବିବେଚନା କରୁଥିଲା। ଅକିଞ୍ଚନ ପୁଣି ଶୋଷକମାନଙ୍କ ଭିତରେ କ୍ଷୀଣତନୁ ଭାବରେ ଜଣାଶୁଣା ଥିଲା। ତାକୁ ଦେଖି ବିରକ୍ତି ଭରେ ସିଂହ କିଛି କହିବାକୁ ଯାଉଛି, ଅକିଞ୍ଚନ ନମ୍ର ନମସ୍କାର ପକାଇ କହିଲା, ମହାରାଜ, କିଛି ଦୁଷ୍ପ୍ରାପ୍ୟ ମସଲା ସଂଗ୍ରହ କରିଥିଲି। ମୋ ମାଂସ ସହ ତାହା ଲଗାଇ ଖାଇଲେ ଅପୂର୍ବ ସୁସ୍ୱାଦୁ ଲାଗନ୍ତା। କିନ୍ତୁ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ସେତକ ରଖିଦେଲେ ଏବଂ କହିଲେ, ମସଲା ସହଯୋଗେ ମାଂସାହାର କେବଳ ସଭ୍ୟ ସିଂହମାନଙ୍କର ଅଭ୍ୟାସ। ଆପଣଙ୍କ ଭଳି ଜଙ୍ଗଲୀ ସିଂହମାନେ ତାର ମୂଲ୍ୟ ବୁଝନ୍ତି ନାହିଁ। ସିଂହ ଭାସୁରକ ଉତ୍ତ୍ୟକ୍ତ ହୋଇ ତାର ପୁଣି ପ୍ରତିଦ୍ୱନ୍ଦ୍ୱୀ
କା କାହୁଁ ଅଇଲା ବୋଲି ଜିଜ୍ଞାସା କରନ୍ତେ ଶଶକ ଅକିଞ୍ଚନ କହିଲା କି ସେ ଗୋଟାଏ ଭୂଗର୍ଭ ଗୁମ୍ଫାରେ ଅବସ୍ଥାନ କରୁଛି। ଅତଃପର ଭାସୁରକଙ୍କୁ ଦିଗ୍ଦର୍ଶନ ଦେଇ ସେ ଗୋଟାଏ କୂଅ ପାଖକୁ ନେଇଯାଇ କିପରି ଭିତରକୁ ଅନାଇବାକୁ କହିଲା ଓ ନିଜ ପ୍ରତିଫଳନକୁ ପ୍ରତିଦ୍ୱନ୍ଦ୍ୱୀ ମନେ କରି ତାକୁ ଜବତ କରିବା ମାନସରେ ଭାସୁରକ କିପରି କୂଅ ଭିତରକୁ କୁଦି ପଡ଼ିଲା ଏବଂ ପ୍ରାଣଟି ହରାଇଲା। ମହାପଣ୍ଡିତ ବିଷ୍ଣୁ ଶର୍ମା ଏତକ କହି କାହାଣୀଟି ଶେଷ କରିଛନ୍ତି। କିନ୍ତୁ ପରବର୍ତ୍ତୀ ବ୍ୟାପାର ଏମନ୍ତ ଅକିଞ୍ଚନ ଅଚିରେ ବନିଗଲା ଅପାରଣ୍ୟର ସର୍ବପଶ୍ଵ ପ୍ରିୟ ନେତା। ଚାପୁଡ଼ା ପରେ ଚାପୁଡ଼ା ଦେଇ ସେ କୁମାର ସିଂହରାଜକୁ ପଛକୁ ପଛ ଠେଲି ଠେଲି ନେଇଯାଇ କୂଅରେ ପକାଇଦେଲା। ମତାନ୍ତରେ ସେ ସିଂହର କଣ୍ଠରୋଧପୂର୍ବକ ପ୍ରାଣ ନେଇ ସାରି ଗଭୀର କୂଅକୁ ତା କଳେବର ନିକ୍ଷେପ କଲା। ଏସବୁକୁ ତଥ୍ୟ ରୂପେ ଗ୍ରହଣ କରି ପଶୁକୁଳ ଏହା ଉପରେ ଅକ୍ଳାନ୍ତ ଚର୍ଚ୍ଚା କରିଚାଲିଲେ। ଅପାରଣ୍ୟ ସ୍ୱାଧୀନତା ଘୋଷଣା କଲା ଏବଂ ଶଶକ ଅକିଞ୍ଚନ ହେଲା ନୂଆ ରାଜା। ଅପ୍ରତ୍ୟାଶିତ ଭାବରେ ଦିନେ ମୃତ ସିଂହରାଜର ମନ୍ତ୍ରୀ ଚମକପ୍ରଦ ନାମଧେୟ ଶୃଗାଳ ଆସି ଦରବାର ମଝିରେ ଅକିଞ୍ଚନକୁ ଅଭିନନ୍ଦନ ଜଣାଇ କହିଲା, ମହାରାଜ, ଆମ ରାଜବଂଶର ପ୍ରାଚୀନ ପବିତ୍ର ପରମ୍ପରା ଅନୁସାରେ ଯିଏ ରାଜାଙ୍କ ପ୍ରାଣହାନି ଘଟାଏ ସିଏ ରାଜକନ୍ୟାଙ୍କୁ ବିବାହ କରିବା ନିମନ୍ତେ ହକଦାର। ଆପଣ ଏ ପରମ୍ପରା ଭାଙ୍ଗନ୍ତୁ ନାହିଁ, ଆମକୁ ହତାଶ କରନ୍ତୁ ନାହିଁ। ଆସନ୍ତୁ, ଆମ ରାଜକନ୍ୟା ସୁନ୍ଦରୀ ସିଂହବାଳାଙ୍କ ପାଣି ଗ୍ରହଣ କରି ଆମକୁ କୃତାର୍ଥ କରନ୍ତୁ। ଅକିଞ୍ଚନର ସଭା ସଦବର୍ଗ ହର୍ଷନାଦ କଲେ। ବଡ଼ ରୋମାଞ୍ଚିତ ଅନୁଭବ କଲା ଅକିଞ୍ଚନ ସ୍ୱୟଂ। ବ୍ୟବସ୍ଥା କ୍ଷିପ୍ର ଗତିରେ ଆଗେଇ ଚାଲିଲା। ଅପାରଣ୍ୟର ଶାସକବର୍ଗଙ୍କ ଉଲ୍ଲାସ କହିଲେ ନ ସରେ। ଅନ୍ୟାନ୍ୟ ପଶୁବର୍ଗ ମଧ୍ୟ ଆହ୍ଲାଦିତ ହେଲେ। ସେମାନଙ୍କ ରାଜା ଜଣେ ସିଂହଘାତକ। ଏଥିରେ ସେମାନେ ଯେତିକି ଗର୍ବ ଅନୁଭବ କରୁଥିଲେ ତାଙ୍କ ରାଜା ସିଂହକନ୍ୟାର ସ୍ୱାମୀ ହେବେ, ସେଥିରେ ସେମାନେ ତତୋଧିକ ଗର୍ବ ଅନୁଭବ କଲେ। ଅପାରଣ୍ୟର ବିଶିଷ୍ଟ ଏବଂ ବୃହଦାକାର ପଶୁମାନଙ୍କ ଗହନରେ ଗୋଟିଏ ରାଜଭକ୍ତ ହାତୀ ପିଠିରେ ବସି ଅକିଞ୍ଚନ ରମ୍ଭାରଣ୍ୟରେ ପହଞ୍ଚି ସିଂହବାଳାକୁ ବିବାହ କରି ନେଇ ଆସିଲା। ଅପାରଣ୍ୟର କେନ୍ଦ୍ର ପାହାଡ଼ ଉପରିସ୍ଥ ଗୁମ୍ଫାକୁ ସମାଗତ ହେଲା ବାସର ରଜନୀ। ଅମାତ୍ୟମାନେ ପାହାଡ଼ ତଳକୁ ଅପସରି ଗଲେ। ଗୁମ୍ଫାର ଅର୍ଦ୍ଧାଧିକ ଥିଲା ଜ୍ୟୋତ୍ସ୍ନା ପ୍ଳାବିତ। ଝିଙ୍ଗାରୀମାନଙ୍କ ରାବ ଛଡ଼ା ଆଉ ସବୁ ନୀରବ। ଗୁମ୍ଫା ଭିତରେ ଅପେକ୍ଷାରତା ସିଂହବାଳା। ଦ୍ୱାର ଦେଶରେ ଅକିଞ୍ଚନ ନିଜର କର୍ତ୍ତବ୍ୟ ବିଷୟରେ ଚିନ୍ତା କରୁଛି। ହଠାତ୍ ତା ଛାତିରେ ପଶିଗଲା ଅନନୁଭୂତପୂର୍ବ ଛନକା। ଆସ ରାଜା, ସଂକୋଚ କାହିଁକି? କହି ସିଂହବାଳା ଅଚାନକେ ଅକିଞ୍ଚନକୁ ଭିଡ଼ି ଆଣିଲା ଗୁମ୍ଫା ଭିତରକୁ। ତାହା ଯେ ଉଦ୍ବେଳ ପ୍ରେମଜନିତ ଭିଡ଼ା ନୁହେଁ, ଏତକ ବୁଝିବାକୁ ଶଶକର ବିଳମ୍ବ ହେଲା ନାହିଁ। ମୁହୂର୍ତ୍ତକ ଭିତରେ ସମଗ୍ର ଜୀବନ ତାକୁ ମନେହେଲା ପ୍ରହେଳିକାପୂର୍ଣ୍ଣ। ରାଜଗୌରବ, ନିଜ ଶୌର୍ଯ୍ୟ ସମ୍ପର୍କରେ ଯେଉଁ ସବୁ କିମ୍ବଦନ୍ତୀକୁ ସେ ନିଜେ ବିଶ୍ୱାସ କରି ନେଇଥିଲା, ସେସବୁ ଆକାଶରୁ ଇନ୍ଦ୍ରଧନୁ ବିଲୀନ ହେବା ପ୍ରାୟ ଲିଭିଗଲେ। ସ୍ୱାମୀମାନେ ଏମିତି ବଲ ବଲ ଅନାଇ ରହିବା ବିଧି ନୁହେଁ। ସେମାନଙ୍କଠାରୁ ଅଧିକ କିଛି ଆଶା କରାଯାଏ। ଏ କଥା କହୁଁ କହୁଁ ସିଂହବାଳା ବିଚରା ଶଶକର ମାଂସପେଶୀ ଚିପି ପକାଇଲା। ଆହା, ମୋ ବାପାଙ୍କ ରୁକ୍ଷଗାରରେ ଚାପୁଡ଼ା ମାରି ଏ ସୁକୁମାର ପାପୁଲିକୁ କେତେ ବାଧିଥିବ। ମାଂସପେଶୀର ସେମିତି ଯନ୍ତ୍ରଣାରେ ବାଘ ବି ଆର୍ତ୍ତନାଦ କରନ୍ତା। କିନ୍ତୁ ସେତିକି କରିବା ନିମନ୍ତେ ମଧ୍ୟ ଶଶକର ଉତ୍ସାହ ନଥିଲା। ଶୁଣ ଶଶକ, ତମେ ଯେହେତୁ ପ୍ରତାରଣାର ଆଶ୍ରୟ ନେଇ ମୋ ପୂଜ୍ୟ ପିତାଙ୍କୁ ମାରି ପକାଇଲ, ତଦ୍ରୂପ ପ୍ରତାରଣା ମାଧ୍ୟମରେ ତମକୁ ମାରିବା ମୋର କର୍ତ୍ତବ୍ୟ ବୋଲି ମୋ ଜନନୀ ତଥା ପିତୃବନ୍ଧୁମାନଙ୍କର ସିଦ୍ଧାନ୍ତ, କହିଲା ସିଂହବାଳା। ମୁଁ ସେଥିରେ ଏକମତ। ମୁହୂର୍ତ୍ତକ ଭିତରେ ଜୀବନ ଉପରେ, ଜୀବନର ବହୁ ଧ୍ୟାନ ଧାରଣା ଉପରେ ମୋହମୁକ୍ତ ହୋଇପାରିଥିବା ଶଶକ କହିଲା।
କିନ୍ତୁ ମୁଁ ନୁହେଁ, କହିଲା ସିଂହବାଳା। ଶକ୍ତି ବଳରେ ଆତ୍ମରକ୍ଷା ପାଇଁ ଯାହାର ଉପାୟ ନାହିଁ, ଛଳର ଆଶ୍ରୟ ନେବା ତାର ଅଧର୍ମ ନୁହେଁ ବୋଲି ମହାମତୀମାନେ ମତ ଦେଇଛନ୍ତି। ମୋ କ୍ଷେତ୍ରରେ ଆତ୍ମରକ୍ଷା ସମସ୍ୟା ନୁହେଁ। ତା ଛଡ଼ା ସିଂହ ଯୁଗେ ଯୁଗେ ଶୋଷକଠୁଁ ବଳଶାଳୀ। ତେଣୁ ପ୍ରତାରଣା ଭିତରେ ତୁମକୁ ମାରିବା ମୋ ପକ୍ଷରେ ଅଧର୍ମ। ତୁମେ ବରଂ ଲୁଚି ଲୁଚି ପଳାଇ ଯାଅ। ମୁଁ ତୁମକୁ ଖାଇ ଦେଇଛି ବୋଲି ସମସ୍ତେ ଜାଣିବେ। କୋହ ସମ୍ବରଣ କରି ଶୋଷକ କହିଲା, ହେ ରାଜକନ୍ୟା ସିଂହବାଳା, ମୋର ବିଶ୍ୱାସ ତମେ ଅତ୍ୟନ୍ତ ମହତ୍। ମୋତେ ଦୟା କର। ଭୀରୁ ପଳାତକ ରୂପେ ଜୀବନଯାପନ କରିବାର ଦୁର୍ଭାଗ୍ୟରୁ ମୋତେ ରକ୍ଷା କର, ଅର୍ଥାତ୍ ମୋତେ ଭକ୍ଷଣ କର। ଯେତେ ଯାହା ହେଉ ଶୋଷକ ମାତ୍ରେ ସିଂହର ସ୍ୱାଭାବିକ ଆହାର। ଶୋଷକ ପୁତ୍ର କଣ୍ଠସ୍ୱରରେ ଅସ୍ୱାଭାବିକ ମାଧୁର୍ଯ୍ୟ ଫୁଟାଇ କହିଲା ସିଂହବାଳା, ଶୋଷକ ସିଂହର ସ୍ୱାଭାବିକ ଆହାର ଠିକ୍, କିନ୍ତୁ ମୋତେ ଓ ତୁମକୁ ନେଇ ଏହି ଯେଉଁ ପରିସ୍ଥିତି, ଏହାକୁ କ'ଣ ସ୍ୱାଭାବିକ କୁହାଯାଇ ପାରିବ? ବିବାହ ଗୋଟିଏ ଶକ୍ତିଶାଳୀ ଅନୁଷ୍ଠାନ। ସେ ଅନୁଷ୍ଠାନ ଅନୁସାରେ ଧର୍ମତଃ ତୁମେ ମୋର ସ୍ୱାମୀ। ସ୍ୱାମୀ ଭକ୍ଷଣ ଅଧର୍ମ ପରା। ଶୋଷକର ଶୁଷ୍କ ହଲକ ଉପରେ ଅସରାଏ ବର୍ଷା ହୋଇଗଲା। ସେ ପାହାଡ଼ର ନିମ୍ନଦେଶରେ ଦିଗନ୍ତବ୍ୟାପୀ ଜ୍ୟୋତ୍ସ୍ନାସ୍ନାତ ବୃକ୍ଷଲତା ଆଡ଼େ ଅନାଇ ରହି କହିଲା, ସିଂହରାଜ ସୁତା, ଏ ଦିନହୀନ ଶୋଷକକୁ ଯଦି ସ୍ୱାମୀର ମର୍ଯ୍ୟାଦା ଦେଉଛ, ତେବେ ତାହା ହିଁ ମୋ ଜୀବନର ଚୂଡ଼ାନ୍ତ ଗୌରବ। ତାହା ତୁଳନାରେ ମିଥ୍ୟାଶ୍ରୟୀ ରାଜାଟିଏ ବୋଲାଇବାରେ କେଉଁ ଆନନ୍ଦ? ସେ ତ ସର୍ବଦା ଆଶଙ୍କା ଓ ଗ୍ଳାନି ବୋଧରେ ପୀଡ଼ିତ। ମୋତେ ଖାଇବାକୁ ରୁଚି ହେଉ ନଥିଲେ ନ ଖାଅ, କିନ୍ତୁ ମାରିଦିଅ। ସିଂହବାଳା କିଛି ଚିନ୍ତା କରୁଥିଲା। ସେ କହିଲା, ଆମ ଅରଣ୍ୟର ଏକ ପ୍ରାନ୍ତରେ ରହନ୍ତି ଜଣେ ଋଷି। ମୋତେ ସ୍ନେହ କରନ୍ତି, ଆଉଁସି ଦିଅନ୍ତି। ମଧ୍ୟେ ମଧ୍ୟେ ତାଙ୍କ କୁଟୀର କୋଣରେ ଶୋଇ ରହି ଶିଷ୍ୟମାନଙ୍କ ଉଦ୍ଦେଶ୍ୟରେ ସେ ଦେଉଥିବା ପ୍ରବଚନ ଶୁଣୁଥାଏ। ସେ ଥରେ କହୁଥିଲେ, ଯେଉଁ ପ୍ରେମ ଦୈହିକ ଅଭିଳାଷ ବିରହିତ, ତାହା ବିମଳ। ମୋର ମନେ ହୁଏ ମୁଁ ତୁମ ପ୍ରତି ସେମିତି କିଛି ଅନୁଭବ କରୁଛି। ପ୍ରଭାତ ହେବା ମାତ୍ରେ ମୋ ଜନନୀ ପ୍ରେରିତ ଦୂତମାନେ ମୋତେ ନେବାକୁ ଆସି ପହଞ୍ଚିବେ। ତୁମେ ଜୀବିତ ରହିବା ସେମାନେ ସହିବେ ନାହିଁ। ଶୃଗାଳ ହେଲେ ବି ମନ୍ତ୍ରୀ ଚମକପ୍ରଦ ମାରାତ୍ମକ। ଚାଲ ସେ ଶୁଭେଚ୍ଛୁ ଋଷିଙ୍କୁ ଯାଇ ସବୁ କଥା ଜଣାଇବା। ସେ ସମସ୍ତଙ୍କୁ ବୁଝାଇ ଦେଇ ପାରିବେ ବୋଲି ମୋର ବିଶ୍ୱାସ। ଗଳ୍ପ ସ୍ୱଳ୍ପ ହେଉଁ ହେଉଁ ସେମାନେ ପରସ୍ପର ନିକଟତର ହେଲେ ସତ, କିନ୍ତୁ ଉଛୁର ହୋଇଗଲା। ସୂର୍ଯ୍ୟୋଦୟର ଅବ୍ୟବହିତ ପୂର୍ବରୁ ସେମାନେ ପାହାଡ଼ରୁ ଅବତରଣ କରିବାର ଦେଖି ଉପାରଣ୍ୟର ଜୀବମାନେ ଅବଶ୍ୟ ପୁଲକିତ ହେଲେ। ଶୋଷକ ରାଜାର ବ୍ୟକ୍ତିତ୍ୱ ସମ୍ପର୍କରେ ନିଃସନ୍ଦେହ ହେଲେ, କିନ୍ତୁ ଥରେ ବ୍ରହ୍ମାରଣ୍ୟରେ ପ୍ରବେଶ କରିବା ମାତ୍ରେ ସେମାନଙ୍କୁ ବହୁତ ଜଗି ଜଗି ଅଙ୍କା ବଙ୍କା ପଥ ଧରି କଦବା ଅନ୍ୟମାନଙ୍କ ଦୃଷ୍ଟି ଏଡ଼ାଇବା ନିମନ୍ତେ କିଛି କିଛି ସମୟ ଲୁଚି ରହି ଅଗ୍ରସର ହେବାକୁ ପଡ଼ିଲା। ଅବଶେଷରେ ଯେତେବେଳେ ଦୁହେଁ ଋଷିଙ୍କ ଆଶ୍ରମର ସମୀପବର୍ତ୍ତୀ ହେଲେ, ସେତେବେଳେ ସେ ମୁଲକର ରାଜା ମୃଗୟା ନିମନ୍ତେ ସଦ୍ୟ ଅରଣ୍ୟରେ ପ୍ରବେଶ କରିଥାନ୍ତି। ହଠାତ୍ ତାଙ୍କ ତୀର ସିଂହବାଳା ଦେହରେ ଓ ରାଜପୁତ୍ରଙ୍କ ତୀର ଶୋଷକ ଦେହରେ ବିନ୍ଧ ହେଲା। ଦୁହେଁ ଅଳ୍ପ ଦୂର ଯାଇ ଟଳି ଟଳି ତଳେ ପଡ଼ିଗଲେ। କୁଟୀରରୁ ନିଷ୍କ୍ରାନ୍ତ ହେଉଥିଲେ ଋଷି। କଠୋର କଣ୍ଠରେ ସେ କହିଲେ, ତମେ ଏଡ଼େ ମୂଢ଼ ରାଜା! ସିଂହ ଓ ଶୋଷକ ଏକତ୍ର ଅଗ୍ରସର ହେଉଛନ୍ତି। ପ୍ରକୃତିର ଏଡ଼େ ଚମତ୍କାର ବୈଚିତ୍ର୍ୟ! ଏତେ ସୁନ୍ଦର ଦୃଶ୍ୟ ତୁମକୁ ମାମୁଲି ଶିକାର ପ୍ରବୃତ୍ତିରୁ ଅନ୍ତତଃ ସାମୟିକ ଭାବରେ ବି ହରାଇ ଆଣି ପାରିଲା ନାହିଁ। ଏ ସିଂହ